फ्रेंड्स आज ମୁଁ ଆଉ ଏକ ଭିଡ଼ିଓ ନେଇ ଆସିଛି ଯେଉଁଟାକି ଯେଉଁମାନେ ବିଏଡ଼୍ ଏଣ୍ଟ୍ରାନ୍ସ ପାଇଁ ପ୍ରିପେୟାର ହେଉଛନ୍ତି ଏବଂ ଓଟେଟ୍ ଓଏସ୍ଏସ୍ ଷ୍ଟେଟ୍ ପାଇଁ ମଧ୍ୟ ଏଇଟା ହେଲ୍ପଫୁଲ୍ ରହିବ। ଫାର୍ଷ୍ଟ କ୍ୱେଶ୍ଚନ୍ ହେଉଛି ବାଇ ହ୍ୱିଚ୍ ଟ୍ରିଟି ବ୍ରିଟିଶ ଆକ୍ୱାୟର୍ଡ ଦ ଦିୱାନୀ ରାଇଟ୍ସ ଅଫ୍ ବେଙ୍ଗଲ ବିହାର ଆଣ୍ଡ ଓଡ଼ିଶା। କେଉଁ ଟ୍ରିଟି ମାଧ୍ୟମରେ ବ୍ରିଟିଶରମାନେ ବେଙ୍ଗଲ ବିହାର ଆଉ ଓଡ଼ିଶାର ଦିୱାନୀ ରାଇଟ୍ ଆକ୍ୱାୟାର କରିଥିଲେ? ଟ୍ରିଟି ଅଫ୍ ସାଲଭାଇ, ଟ୍ରିଟି ଅଫ୍ ଅମୃତସର, ଟ୍ରିଟି ଅଫ୍ ଆଲାହାବାଦ, ଟ୍ରିଟି ଅଫ୍ ପୁରନ୍ଦର। ଫ୍ରେଣ୍ଡସ୍ ଏହାର ରାଇଟ୍ ଆନ୍ସର ହେଉଛି ଟ୍ରିଟି ଅଫ୍ ଆଲାହାବାଦ। ତ ଆମର ଏଠି ରାଇଟ୍ ଆନ୍ସର ହେଉଛି ଟ୍ରିଟି ଅଫ୍ ଆଲାହାବାଦ। ମୁଭିଂ ଟୁ ନେକ୍ସଟ କ୍ୱେଶ୍ଚନ୍, ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା। Which was the first princely state to be annexed to the British Empire under the doctrine of lapse? ଏମାନଙ୍କ ମଧ୍ୟରୁ କେଉଁଟା ହେଉଛି ସେ ଗୋଟେ ପ୍ରୋଭିନ୍ସ ଯେଉଁଟାକି ବ୍ରିଟିଶ ଏମ୍ପାୟାର ସହିତ ମିଶାଇ ଦିଆଯାଇଥିଲା ଡକ୍ଟ୍ରିନ୍ ଅଫ୍ ଲାପ୍ସ ବଳରେ। ତ ଆମର ଅପସନ୍ ଗୁଡ଼ାକ ହେଉଛି ଝାନ୍ସୀ, ନାଗପୁର, ସମ୍ବଲପୁର, ସତାରା। ତ ଆମର ରାଇଟ୍ ଆନ୍ସର ହେଇଯିବ ଏଠି ସମ୍ବଲପୁର। ଯେଉଁମାନେ ବି ସମ୍ବଲପୁର ଆନ୍ସର ଦେଇଛନ୍ତି ସେମାନଙ୍କର କରେକ୍ଟ ଆନ୍ସର ଅଛି। ତ ଆମର କରେକ୍ଟ ଆନ୍ସର ହେଉଛି ସମ୍ବଲପୁର। ମୁଭିଂ ଟୁ ନେକ୍ସଟ କ୍ୱେଶ୍ଚନ୍। Where did Swami Vivekananda deliver his famous speech at the Parliament of Religions? ସ୍ୱାମୀ ବିବେକାନନ୍ଦ କେଉଁଠି ତାଙ୍କର ପ୍ରସିଦ୍ଧ ଭାଷଣ ଦେଇଥିଲେ? ନ୍ୟୁୟର୍କ, ଚିକାଗୋ, କାଲିଫର୍ଣ୍ଣିଆ ୟା ୱାସିଂଟନ। ଏହାର କରେକ୍ଟ ଆନ୍ସର ହେଇଯିବ ଆମର ଚିକାଗୋ। ଚିକାଗୋ ଠାରେ ହିଁ ସ୍ୱାମୀ ବିବେକାନନ୍ଦ ତାଙ୍କର ପ୍ରସିଦ୍ଧ ଭାଷଣ ଦେଇଥିଲେ। ପରବର୍ତ୍ତୀ କ୍ୱେଶ୍ଚନ୍, who was credited with the passing of Hindu Widows Remarriage Act 1856? ଏହି ସମୟରେ ବହୁତ ଗୁଡ଼ାଏ ସାମାଜିକ ପରିବର୍ତ୍ତନ ଅଣାଯାଇଥିଲା। ଏଥିରେ ରାଜା ରାମମୋହନ ରାୟ, ଦୟାନନ୍ଦ ସରସ୍ୱତୀଙ୍କର ବି ଭୂମିକା ରହିଛି। ରାଜା ରାମମୋହନ ରାୟ ବ୍ରାହ୍ମ ସମାଜର ପ୍ରତିଷ୍ଠା କରିଥିଲେ ଏବଂ ଦୟାନନ୍ଦ ସରସ୍ୱତୀ ସେହି ସମୟରେ ଆର୍ଯ୍ୟ ସମାଜର ପ୍ରତିଷ୍ଠା କରିଥିଲେ। ତ ଏଇଠି ଆମର କୁହାଯାଇଛି ହୁ ଇଜ୍ କ୍ରେଡିଟେଡ୍ ୱିଥ୍ ଦ ପାସିଂ ଅଫ୍ ହିନ୍ଦୁ ୱିଡୋଜ୍ ରିମ୍ୟାରେଜ୍ ଆକ୍ଟ, ଯେଉଁଟାକି ବିଧବା ପୁନର୍ବିବାହ ପ୍ରଥା, ସେଇଟାକୁ କିଏ ପ୍ରଚଳନ କରିଥିଲେ? ଆମର ଏଠି କରେକ୍ଟ ଆନ୍ସର ହେଇଯିବ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର। ପରବର୍ତ୍ତୀ କ୍ୱେଶ୍ଚନ୍, ହୁ ଡିଡ୍ ଏଷ୍ଟାବ୍ଲିଶ ସତ୍ୟଶୋଧକ ସମାଜ? ସତ୍ୟଶୋଧକ ସମାଜର କିଏ ଏଷ୍ଟାବ୍ଲିଶ କରିଥିଲେ? ଇଭି ରାମସ୍ୱାମୀ ନେକର, ଜ୍ୟୋତି ଗୋବିନ୍ଦ ରାଓ ଫୁଲେ, ଶ୍ରୀ ନାରାୟଣ ଗୁରୁ, ବି ଆର୍ ଆମ୍ବେଦକର। ତ ଆମେ ଜାଣିଛନ୍ତି ଜ୍ୟୋତି ଗୋବିନ୍ଦ ରାୟ ଫୁଲେ ହିଁ ସତ୍ୟଶୋଧକ ସମାଜର ଏଷ୍ଟାବ୍ଲିଶ କରିଥିଲେ। ତେଣୁ ଆମର କରେକ୍ଟ ଆନ୍ସର ହେଇଯିବ ଜ୍ୟୋତି ଗୋବିନ୍ଦ ରାଓ ଫୁଲେ। ନେକ୍ସଟ କ୍ୱେଶ୍ଚନ୍, ଆମର କ୍ୱେଶ୍ଚନ୍ ହେଉଛି ହ୍ୱେୟାର ଡିଡ୍ ଦ ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ adopt the resolution on non-cooperation movement at its annual session? କେଉଁଠି ଭାରତୀୟ ଜାତୀୟ କଂଗ୍ରେସ ବା ଆମେ କହିପାରିବା ଭାରତୀୟ ଜାତୀୟ କଂଗ୍ରେସର କେଉଁ ଅଧିବେଶନରେ ଅସହଯୋଗ ଆନ୍ଦୋଳନ କଥା ଉଠାଯାଇଥିଲା ବା ପ୍ରଥମ ଥର ପାଇଁ ଉଠାଯାଇଥିଲା? ତ ଆମର ଅପସନ୍ ଗୁଡ଼ାକ ଅଛି ବମ୍ବେ, ମାଡ୍ରାସ, କୋଲକାତା, ନାଗପୁର। ତ ଏଇଠି ଆମର କରେକ୍ଟ ଆନ୍ସର ହେଇଯିବ ନାଗପୁର।
Next question. In which Gandhian movement did Arun Asaf Ali play a very prominent role? ଗାନ୍ଧିଜୀ ଯେଉଁ ଆମର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଗୁଡ଼ା ହେଇଥିଲା, ଯେମିତି ହେଇଗଲା ଅସହଯୋଗ ଆନ୍ଦୋଳନ, ଆମର ଭାରତ ଛାଡ଼ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ, ଏଇସବୁ ଆନ୍ଦୋଳନ ଯେଉଁ ହେଇଥିଲା, ଏଠି କେଉଁ ଆନ୍ଦୋଳନରେ ଅରୁଣ ଅସଫ ଅଲି ଗୋଟେ ପ୍ରମିନେଣ୍ଟ ରୋଲ୍ ପ୍ଲେ କରିଥିଲେ? ତ ଆମର ଅପସନ୍ ହେଉଛି ନନ୍ କୋପରେସନ୍ ମୁଭମେଣ୍ଟ, ସିଭିଲ୍ ଡିସଓବିଡ଼ିଏନ୍ସ ମୁଭମେଣ୍ଟ, ଇଣ୍ଡିଭିଜୁଆଲ ସିଭିଲ୍ ଡିସଓବିଡ଼ିଏନ୍ସ ମୁଭମେଣ୍ଟ, ଏ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ। ଏଠି ଆମର କରେକ୍ଟ ଆନ୍ସର୍ ହେଇଯିବ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ। ଯେଉଁମାନେ ବି କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ଦେଇଛନ୍ତି ସେମାନଙ୍କର ବିଲକୁଲ ଠିକ୍ ଆନ୍ସର୍। ଆମର ଏଠି କରେକ୍ଟ ଆନ୍ସର୍ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ। ନେକ୍ସଟ କ୍ୱେଶ୍ଚନ୍। Which emperor of France said after me the dialogue? ତ ଏଇ ଉକ୍ତିଟା ଏଇଟା କିଏ କହିଥିଲେ? ଆଫ୍ଟର ମି ଦ ଡିଲଗ, ଲୁଇସ୍ 14, 15, 16, 18? ତ ଏଇଟା ଲୁଇସ୍ 15 ହିଁ କହିଥିଲେ। ଯେଉଁମାନେ ଲୁଇସ୍ 15 ଆନ୍ସର୍ ଦେଇଛ ସେମାନଙ୍କର କରେକ୍ଟ ଅଛି। ନେକ୍ସଟ କ୍ୱେଶ୍ଚନ୍। Which country did withdraw from the First World War when the war was still going on? ଯେତେବେଳେ ଆମର ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥିଲା ସେତେବେଳେ କେଉଁ ଦେଶ ଯୁଦ୍ଧ ଚାଲିଥିବା ସମୟରେ ବି ନିଜକୁ ଦୂରେଇ ରଖିଥିଲା? ଜାପାନ, ଅଷ୍ଟ୍ରିଆ, ରୁଷିଆ, ତୁର୍କୀ? ଏହାର କରେକ୍ଟ ଆନ୍ସର୍ ହେଇଯିବ ରଷିଆ। ଯେଉଁମାନେ ରୁଷିଆ ଦେଇଛନ୍ତି ସେମାନଙ୍କର କରେକ୍ଟ ଆନ୍ସର୍ ଅଛି। ନେକ୍ସଟ କ୍ୱେଶ୍ଚନ୍। The attack on which country by Germany led to the starting of the Second World War? ଦ୍ୱିତୀୟ ବିଶ୍ୱଯୁଦ୍ଧ ଯେଉଁ ଆରମ୍ଭ ହେଇଥିଲା ସେଇଟା କେଉଁ କଣ୍ଟ୍ରି ଉପରେ ଜର୍ମାନୀ ଆଟାକ୍ କରିଥିଲା ବୋଲି ଆରମ୍ଭ ହେଇଥିଲା? ଫ୍ରାନ୍ସ, ଇଂଲଣ୍ଡ, ରୁଷିଆ ୟା ପୋଲାଣ୍ଡ? ତ ଏହାର କରେକ୍ଟ ଆନ୍ସର୍ ହେଇଯିବ ଆମର ପୋଲାଣ୍ଡ। ପୋଲାଣ୍ଡ ଉପରେ ଯେତେବେଳେ ସିଏ ଆଟାକ୍ କରିଥିଲା ସେତେବେଳେ ଆମର ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଇଥିଲା। ନେକ୍ସଟ କ୍ୱେଶ୍ଚନ୍। ବର୍ତ୍ତମାନ ଆମେ ପଲିଟିର କେତେଟା କ୍ୱେଶ୍ଚିନ୍ ଡିସ୍କସନ୍ କରିଦେବା। ହୁ from below was not a member of the cabinet mission constituted for the purpose of formation of constituent assembly? ତ ଏମାନଙ୍କ ଭିତରୁ କିଏ କ୍ୟାବିନେଟ୍ ମିଶନ ଯେଉଁ କନଷ୍ଟିଟ୍ୟୁଟ୍ ହେଇଥିଲା ସେଥିରେ ଜଣେ ମେମ୍ବର ନଥିଲେ? ଆମେ ଜାଣିଛନ୍ତି ଯେ ସାର୍ ପେଥିକ୍ ଲରେନ୍ସ, ସାର୍ ଷ୍ଟାଫୋର୍ଡ କ୍ରିପ୍ସ, ସାର୍ ଏଭି ଆଲେକ୍ଜାଣ୍ଡାର ଥିଲେ, କିନ୍ତୁ ଲର୍ଡ଼ ୱାଭେଲ୍ ସେଠି ମେମ୍ବର ନଥିଲେ। ତେଣୁ ଆମର ଏଠି କରେକ୍ଟ ଆନ୍ସର୍ ହେଇଯିବ ଲର୍ଡ଼ ୱାଭେଲ୍। ନେକ୍ସଟ କ୍ୱେଶ୍ଚନ୍। Which one is the correct expression of the structure recommended by the preamble? ପ୍ରିଆମ୍ବଲର ଯେଉଁଗୁଡ଼ାକ ଲେଖା ହେଇଛି ଏଥିରୁ କେଉଁଟା ମାନେ ଠିକ୍ କ୍ରମରେ ଲେଖା ହେଇଛି? ସଭରିନ୍ ସେକ୍ୟୁଲାର ସୋସିଆଲିଷ୍ଟ ଡେମୋକ୍ରାଟିକ୍ ରିପବ୍ଲିକ୍, ସଭରିନ୍ ସୋସିଆଲିଷ୍ଟ ଡେମୋକ୍ରାଟିକ୍ ସେକ୍ୟୁଲାର ରିପବ୍ଲିକ୍, ସଭରିନ୍ ସେକ୍ୟୁଲାର ଡେମୋକ୍ରାଟିକ୍ ସୋସିଆଲିଷ୍ଟ ରିପବ୍ଲିକ୍? ତ ଆମେ ଏଇଟା ଜାଣିଛନ୍ତି SSSDR, ଯେଉଁଟାକି ସଭରିନ୍ ସେକ୍ୟୁଲାର ସୋସିଆଲିଷ୍ଟ ଡେମୋକ୍ରାଟିକ୍ ରିପବ୍ଲିକ୍। ଆମର ଅପସନ୍ ଏଟା ହିଁ କରେକ୍ଟ ଅଛି ଆଉ ଆମର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ଏ। ନେକ୍ସଟ କ୍ୱେଶ୍ଚନ୍। ସେଭେନ୍ଥ ସିଡ୍ୟୁଲ୍ ଅଫ୍ ଦ କନଷ୍ଟିଟ୍ୟୁସନ୍ ଡିଲ୍ସ ୱିଥ୍, ଯେଉଁ ଆମର ସପ୍ତମ ଅନୁସୂଚୀ ଅଛି ସେଇଟା କାହା ସହିତ ଡିଲ୍ କରୁଛି? ଆମର ଯେଉଁ ଅନୁସୂଚୀ ଗୁଡ଼ାକ ଅଛି ମୋତେ କମେଣ୍ଟ କରିକି ଜଣାଇବେ କେତେଟା ଅନୁସୂଚୀ ଅଛି ଆଉ ଥାର୍ଡ଼ ଅନୁସୂଚୀରେ କ'ଣ କୁହାଯାଇଥିଲା। କିନ୍ତୁ ତୁମର ଏଠି କ୍ୱେଶ୍ଚିନ୍ ଅଛି ଯେ ସେଭେନ୍ଥ ସିଡ୍ୟୁଲ୍ରେ କ'ଣ କୁହାଯାଇଛି? ତ ଫାର୍ଷ୍ଟ ଅଛି ପ୍ରୋଭିଜନ୍ସ ୱିଥ୍ ରିଗାର୍ଡ଼ ଟୁ ନର୍ଥ ଇଷ୍ଟ, ଡିଷ୍ଟ୍ରିବ୍ୟୁସନ୍ ଅଫ୍ ପାୱାର ବିଟୱିନ୍ ୟୁନିୟନ୍ ଆଣ୍ଡ ଷ୍ଟେଟ୍ସ, ଲାଙ୍ଗୁଏଜ୍ ଅଫ୍ ୟୁନିୟନ୍, ପ୍ରୋଭିଜନ୍ ଅଫ୍ ଓଥ୍ ବାଇ ପ୍ରାଇମ୍ ମିନିଷ୍ଟର ଏଟସେଟ୍ରା। ଆଚ୍ଛା, ଆମର ସେଭେନ୍ଥ ସିଡ୍ୟୁଲ୍ରେ ବେସିକାଲି ଡିଷ୍ଟ୍ରିବ୍ୟୁସନ୍ ଅଫ୍ ପାୱାର ବିଟୱିନ୍ ୟୁନିୟନ୍ ଆଣ୍ଡ ଷ୍ଟେଟ୍ସ ହିଁ ଥିଲା। ତ ଏଇଠି ଆମର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ବି। ଅପସନ୍ ବି ଆମର କରେକ୍ଟ ଆନ୍ସର୍, ଯେଉଁଟାକି ଡିଷ୍ଟ୍ରିବ୍ୟୁସନ୍ ଅଫ୍ ପାୱାର ବିଟୱିନ୍ ୟୁନିୟନ୍ ଆଣ୍ଡ ଷ୍ଟେଟ୍। ନେକ୍ସଟ କ୍ୱେଶ୍ଚିନ୍।
Which one is not a salient feature of the Constitution of India? ମାନେ ଏମାନଙ୍କ ଭିତରୁ କେଉଁଟା ଗୋଟେ ଭାରତ ସମ୍ବିଧାନର ଗୋଟେ ବୈଶିଷ୍ଟ୍ୟ ନୁହେଁ? ଫାର୍ଷ୍ଟ ଅଛି ପାର୍ଲାମେଣ୍ଟାରୀ ଗଭର୍ଣ୍ଣମେଣ୍ଟ, ସେକେଣ୍ଡରେ ଅଛି ଆମର ସେକ୍ୟୁଲାର ଷ୍ଟେଟ୍, ରିଜିଡ୍ କନଷ୍ଟିଟ୍ୟୁସନ୍, ସିଙ୍ଗଲ ଇଣ୍ଟିଗ୍ରେଟେଡ୍ ଜୁଡ଼ିସିଆଲ ସିଷ୍ଟମ୍। ଆମର କନଷ୍ଟିଟ୍ୟୁସନ୍ ପାର୍ଟଲି ରିଜିଡ୍ ପାର୍ଟଲି ଫ୍ଲେକ୍ସିବୁଲ୍ ଥିଲା, ତେଣୁ ଏଇ ରିଜିଡ୍ କନଷ୍ଟିଟ୍ୟୁସନ୍ ଆମେ କହିପାରିବାନି। এইটা ଆମର ରିଜିଡ୍ କନଷ୍ଟିଟ୍ୟୁସନ୍ ତ ଆମର କେବେ ବି ନଥିଲା, ତେଣୁ ଏଇଟା ହିଁ ହେବ। ନେକ୍ସଟ କ୍ୱେଶ୍ଚନ୍, ହୁ ପ୍ରିସାଇଡ୍ସ ଓଭର ଜଏଣ୍ଟ ସେସନ୍ ଅଫ୍ ପାର୍ଲାମେଣ୍ଟ? ସଂସଦର ଯେତେବେଳେ ଜଏଣ୍ଟ ସେସନ୍ ଡକାଯାଏ, ଆମର ଡାକନ୍ତି ତ ପ୍ରେସିଡେଣ୍ଟ, ସିଏ ଏଠି କିନ୍ତୁ ପଚାରିଛି କିଏ ସେଠି ପ୍ରିସାଇଡ୍ କରନ୍ତି। ତ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ, ଭାଇସ୍ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ନା ସ୍ପିକର ଅଫ୍ ଲୋକସଭା, ଦି ହାଉସ୍ ଇଲେକ୍ଟସ୍ ଏ ଚେୟାରମ୍ୟାନ୍। ଆମର ଏଠି କରେକ୍ଟ ଆନ୍ସର୍ ହେଇଯିବ ସ୍ପିକର ଅଫ୍ ଲୋକସଭା। ଯେତେବେଳେ ବି ଜଏଣ୍ଟ ସେସନ୍ ଡକାଯାଏ ସେତେବେଳେ ସ୍ପିକର ଅଫ୍ ଲୋକସଭା ହିଁ ଆମର ପ୍ରିସାଇଡ୍ କରନ୍ତି, କିନ୍ତୁ ଡାକନ୍ତି ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ। ଆମର କରେକ୍ଟ ଆନ୍ସର୍ ହେଇଯିବ ସ୍ପିକର ଅଫ୍ ଲୋକସଭା। ମୁଭିଂ ଟୁ ନେକ୍ସଟ କ୍ୱେଶ୍ଚନ୍, ହୁଇଚ୍ ଷ୍ଟେଟ୍ ବିଲୋ ହାଜ୍ नो ସେକେଣ୍ଡ ଚାମ୍ବର? ମାନେ କାହାର ବିଧାନ ପରିଷଦ ନାହିଁ? ଆମେ ଜାଣିଛନ୍ତି ଆମର କାହାର କାହାର ବିଧାନ ପରିଷଦ ଅଛି ନା ଜାମ୍ମୁ କାଶ୍ମୀର, ଆମର ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ବିହାର, ଏଥିରେ ସବୁ ଆମର ଅଛି ମାନେ ଲେଜିସ୍ଲେଟିଭ୍ କାଉନସିଲ୍, ଯେଉଁଟାକି ବିଧାନ ପରିଷଦ ଅଛି। ମାତ୍ର ମଧ୍ୟପ୍ରଦେଶର ବିଧାନ ପରିଷଦ ନାହିଁ, ତେଣୁ ଆମର ଏଠି କରେକ୍ଟ ଆନ୍ସର୍ ହେଇଯିବ ମଧ୍ୟପ୍ରଦେଶ। ମୁଭିଂ ଟୁ ନେକ୍ସଟ କ୍ୱେଶ୍ଚନ୍, ହୁ ଆପଏଣ୍ଟସ୍ ଜଜେସ୍ ଅଫ୍ ହାଇକୋର୍ଟ? ହାଇକୋର୍ଟର ଯେଉଁ ଜଜ୍ ମାନେ ରହିଛନ୍ତି ବା ଆମେ ଯାହାକୁ କହୁଛନ୍ତି ଉଚ୍ଚ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟର ଯେଉଁ ବିଚାରପତି ମାନେ ରହିଛନ୍ତି ସେମାନଙ୍କୁ କିଏ ନିଯୁକ୍ତି ଦିଅନ୍ତି? ଏ ପ୍ରେସିଡେଣ୍ଟ, ବି ଗଭର୍ଣ୍ଣର ଅଫ୍ ଷ୍ଟେଟ୍, ସି ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ, ଡି କଲେଜିୟମ୍ ସିଷ୍ଟମ୍ ଅଫ୍ ଆପେକ୍ସ କୋର୍ଟ। ତ ଆମେ ଜାଣିଛନ୍ତି ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଯେକୌଣସି କୋର୍ଟର ଜଜେସ୍ ଆଉ ଆମର ଚିଫ୍ ଜଷ୍ଟିସ୍କୁ ପ୍ରେସିଡେଣ୍ଟ ହିଁ ଆପଏଣ୍ଟମେଣ୍ଟ ଦେଇଥାନ୍ତି, ତେଣୁ ଆମର ଏଠି କରେକ୍ଟ ଆନ୍ସର୍ ହେଇଯିବ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବା ପ୍ରେସିଡେଣ୍ଟ। ମୁଭିଂ ଟୁ ନେକ୍ସଟ କ୍ୱେଶ୍ଚନ୍, What is the importance of Article 143? Article 143 କେଉଁ କଥା କହୁଛି ବା ଏହାର ଗୁରୁତ୍ୱ କ'ଣ ବୋଲି ପଚାରିଛି। ତ ଏ ରହୁଛି ଇଟ୍ ଡିଲ୍ସ ୱିଥ୍ ସ୍ପେଶିଆଲ ପାୱାର ଅଫ୍ ଆପେକ୍ସ କୋର୍ଟ, ପ୍ରୋଭିଜନ୍ ୱିଥ୍ ରିଗାର୍ଡ ଟୁ ଜୁଡ଼ିସିଆଲ ରିଭ୍ୟୁ, ପ୍ରେସିଡେଣ୍ଟସ୍ ପାୱାର ଟୁ ସିକ୍ ଓପିନିଅନ୍ ଅଫ୍ ଆପେକ୍ସ କୋର୍ଟ ଅନ୍ ମ୍ୟାଟର୍ସ ଅଫ୍ ଇମ୍ପୋର୍ଟାନ୍ସ, ପାୱାର ଅଫ୍ ଟ୍ରାନ୍ସଫର ଅଫ୍ କେସେସ୍ ଫ୍ରମ୍ ୱାନ୍ କୋର୍ଟ ଟୁ ଆନାଦର। ଆମେ ଜାଣିଛନ୍ତି ଏଇଟା ହେଉଛି ଆମର ପ୍ରେସିଡେଣ୍ଟସ୍ ପାୱାର ଟୁ ସିକ୍ ଓପିନିଅନ୍ ଅଫ୍ ଦ ଆପେକ୍ସ କୋର୍ଟ ଅନ୍ ମ୍ୟାଟର୍ସ ଅଫ୍ ଇମ୍ପୋର୍ଟାନ୍ସ। ଅପସନ୍ ସି ହେଇଯିବ ଆମର କରେକ୍ଟ ଆନ୍ସର୍। ଯେଉଁମାନେ ବି ଅପସନ୍ ସି ଦେଇଛନ୍ତି ସେମାନେ କରେକ୍ଟ ଆନ୍ସର୍ ଅଛି। ନେକ୍ସଟ କ୍ୱେଶ୍ଚନ୍, The basic structure doctrine was spelled out in the judgment of Shankari Prasad, Goloknath, Kesavanand Bharati, Minerva Mills। और करेक्ट आंसर हो केशवानंद भारती। नेक्स्ट क्वेश्चन, by which amendment of constitution the right to property was removed from the list of fundamental rights? आमे जानी चंदी पूर्वरु हमर 7टी फंडामेंटल राइट थिला, किंतु 44th अमेंडमेंट परे हमर राइट टू प्रॉपर्टी को रिमूव कर दिया गला एवं एटा को गोटे लीगल राइट बोली मध्ये कुहा गला। तेणु करी हमर एटी करेक्ट आंसर हे जिवो 44th अमेंडमेंट। 44th अमेंडमेंट जोटा कि 1978 रे ही हेतला। तो हमर एटी करेक्ट आंसर हबो
by 44th Amendment of the Constitution, the right to property was removed from the list of fundamental rights. Next question. आज आमर एतिकी क्वेश्चन थिला तो आम नेक्स्ट वीडियो रे आमर ज्योग्राफी किसी क्वेश्चन डिस्कशन करिवा। वीडियो भल लगी वीडियो को लाइक करेंगे, सांग मान सहित शेयर करेंगे एवं जो मैंने भी बीएड ओटेट ओएसएस टेट प्रिपेयर होती से वीडियोटा बहुत हेल्पफुल रहिबो। नमस्कार।